ଧୃତ କନକ ନିବାବା ଷୋଳ ଲାଙ୍ଗୁଳା ହାତା ପ୍ରବଳ ମହିଷ ପୃଷ୍ଠେ ସୁଳମା ଭେଦ୍ୟମାନା ଗଣପତି ଫଣି ସମ୍ରାଟ ଯୋନି ଲିଙ୍ଗେତୁ ଚୂଡ଼ା ରଚୟତୁ ବିରଜାମେ ମଙ୍ଗଳ ମଙ୍ଗଳ। ନମସ୍ତେ। ପ୍ରଭୁ ଶ୍ରୀ ଆଦିତ୍ୟ ନାରାୟଣ ଆପଣଙ୍କର ମଙ୍ଗଳ କରନ୍ତୁ, ଆପଣଙ୍କର ଜୀବନକୁ କୁସୁମିତ କରନ୍ତୁ, ଆପଣ ଚଲାପଥକୁ ପୁଷ୍ପିତ କରନ୍ତୁ। ଏହା ହିଁ ସାକ୍ଷାତୀ ବ୍ରାହ୍ମଣର ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା। ଆଜି ଆସନ୍ତୁ ଦେଖିବା କର୍କଟ ରାଶି କ୍ୟାନ୍ସର। ଆପଣଙ୍କର ଆପଣ ସନ୍ତାନଙ୍କର ଆପଣ ରିଲେଟିଭର ଯାହାର ବି ହଉ କର୍କଟ ରାଶି ହେଉଥିଲେ ଆପଣ ଦେଖନ୍ତୁ ଓ ତା ବିଷୟରେ ଜାଣନ୍ତୁ। ଆଜ୍ଞା ଏ ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। କର୍କଟ ରାଶି ବୃହସ୍ପତି ମହାଗ୍ରହ ମିଥୁନ ରାଶିକି ଆସିଛନ୍ତି, ଶନି ମହାଗ୍ରହ ମୀନ ରାଶିକି ଚଳନ କରୁଛନ୍ତି ଓ ରାହୁ ମହାଗ୍ରହ କୁମ୍ଭ ରାଶିକି ଚଳନ କରୁଛନ୍ତି। ଆପଣଙ୍କର ବୃହସ୍ପତି ଦ୍ୱାଦଶ ସ୍ଥାନରେ ଅବସ୍ଥାନ କରୁଛି। ଦ୍ୱାଦଶ ସ୍ଥାନରେ ଅବସ୍ଥାନ କରିଥିବା ହେତୁ ଆପଣଙ୍କର ଫଳ ଏତେ ସମ୍ପୂର୍ଣ୍ଣ ଭଲ ନୁହେଁ। ଶନି ମହାଗ୍ରହ ଆପଣଙ୍କର ନବମ ସ୍ଥାନ ଅଛନ୍ତି। ଶନି ସପ୍ତାହ ଆପଣ ଶେଷ ପର୍ଯ୍ୟାୟରେ ଅବସ୍ଥାନ କରୁଛି ବା ଶନି ଆପଣଙ୍କ ପାଖରୁ ବିଦାୟ ନେବାର ସମୟ ଆସିଯାଇଛି। ରାହୁ ମହାଗ୍ରହ ଆପଣଙ୍କର ଅଷ୍ଟମ ସ୍ଥାନ ଥିବାରୁ ଆପଣଙ୍କର ଟିକେ ଦୁର୍ଘଟଣା ଜନିତ ସମସ୍ୟା ଅଛି। ଆପଣ ଟିକେ ଦୁର୍ଘଟଣାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ବା ପୂର୍ଣ୍ଣିମା ଦିନ ଆପଣ ଶିବ ପଞ୍ଚକୋଷ୍ଟକ ମନ୍ତ୍ର ପଢ଼ନ୍ତୁ, ଘୃତର ଦୀପଟିଏ ଦାନ ଦିଅନ୍ତୁ ଓ କର୍ପୂର ଆଳତି କରନ୍ତୁ। ରାହୁ ମହାଗ୍ରହ ସମ୍ପୂର୍ଣ୍ଣ ଆପଣ ପାଇଁ ସୁଖବର ଦେବେ। ଶନି ମହାଗ୍ରହ ଆପଣ ନବମ ସ୍ଥାନ ଥିବାରୁ ଆପଣଙ୍କର ଅସ୍ୱସ୍ଥ ମୂଳରେ ପ୍ରତିଦିନ ଜଳଦାନ କରନ୍ତୁ ବା ଦୀପଦାନ କରନ୍ତୁ, ରାଶି ତେଲରେ ଦୀପଦାନ କରନ୍ତୁ। ବୃହସ୍ପତି ମହାଗ୍ରହ ଆପଣଙ୍କ ଦ୍ୱାଦଶରେ ଅବସ୍ଥାନ କରିଛି। ଦ୍ୱାଦଶରେ ବୃହସ୍ପତି ମହାଗ୍ରହ ଅବସ୍ଥାନ କରିଥିବାରୁ ଶେଷ ଅବସ୍ଥା ଆଜ୍ଞା ଆପଣ ବୃହସ୍ପତି ମହାଗ୍ରହଙ୍କ ନିମନ୍ତେ ପ୍ରତିଦିନ ବିଷ୍ଣୁ ସହସ୍ର ନାମ ଜାପ କରନ୍ତୁ, ହଳଦିଆ ବସ୍ତ୍ର ପିନ୍ଧନ୍ତୁ ଓ ହଳଦିଆ ବସ୍ତ୍ର ଦାନ କରନ୍ତୁ। ଆପଣ ଏହା ଦାନ କଲେ ବୃହସ୍ପତି ମହାଗ୍ରହ ଆପଣ ସମ୍ପୂର୍ଣ୍ଣ ଆପଣଙ୍କ ପାଇଁ ମଙ୍ଗଳକର ହେବେ ବା ଆପଣଙ୍କର ଆଶୀଷ ପ୍ରଦାନ କରିବେ ବା ଆପଣଙ୍କର ବା ପଥ ପରିଷ୍କାର କରିବେ। ନମସ୍ତେ।